ପାଳ ଛତୁ ମଞ୍ଜି ପ୍ରସ୍ତୁତ କରା ଚାଲିଛି। ପାଉଡ଼ର ଦେଇ କେମିତି ଗୋଟା ଗୋଟା ଗହମ ରହିଛି। କୃଷି ମିତ୍ର ଦିଦିମାନେ ଆସି କେମିତି ବୋଟଲରେ ପ୍ୟାକିଂ କରୁଛନ୍ତି ଦେଖନ୍ତୁ ଆଜ୍ଞା। 3 ଘଣ୍ଟା ପରେ ଆମ ଅଟୋକ୍ଲାଭ୍ ମେସିନ୍ ବନ୍ଦ କରାଯାଇଛି। ଆଉ ନମସ୍କାର, ମା ମହାମାଇ ଛତୁ ଫାର୍ମକୁ ଆପଣମାନଙ୍କୁ ସ୍ୱାଗତ। ଏହି ଭିଡ଼ିଓଟି ପାଳ ଛତୁ ମଞ୍ଜି କେମିତି ତିଆରି କରିବା ତାହା ବିଷୟରେ ସମ୍ପୂର୍ଣ୍ଣ ଭିଡ଼ିଓଟି ଦେଖନ୍ତୁ ଗହମ ସିଝା ଚାଲିଛି। ହଁ ଆଜ୍ଞା, ଯଦି ଆପଣମାନେ ପାଳ ଛତୁ ମଞ୍ଜି ୟୁନିଟ୍ କରିବା ପାଇଁ ହେଲେ ଫାଷ୍ଟ ଆପଣଙ୍କୁ ଭଲ ଗହମ ଦରକାର। ଯଦି ଆପଣମାନେ ଭଲ ଗହମ ନେବେ ତାହେଲେ ପାଳ ଛତୁ ମଞ୍ଜି ଭଲ ବାହାରିବ। ଯେମିତିକି ଗହମ ଭଲ ଭାବରେ ସିଝିଯିବ ଆଉ ଗହମର ଫଟା ଅଂଶ ରହିବ ନାହିଁ। ଗୋଟା ଗୋଟା ଗହମ ହିଁ ଆପଣମାନେ ନେବେ। ଦେଖନ୍ତୁ କେମିତି ପାଳ ଛତୁ ମଞ୍ଜି ପ୍ରସ୍ତୁତ କରା ଚାଲିଛି। ଦେଖନ୍ତୁ ଏହି ଗହମକୁ ଆମେ କିଛି ସମୟ ଫ୍ୟାନ୍ ପବନରେ ଶୁଖାଇଦେବା। ଯେହେତୁ ଗରମ ଅଛି ଗହମ, କିଛି ସମୟ ଏମିତି ଗହମକୁ ରଖିସାରିଲା ପରେ କିଛି କ୍ୟାଲସିୟମ୍ ପାଉଡ଼ର ଆମେ ଦେଇଦେବା। କାହିଁକିନା କ୍ୟାଲସିୟମ୍ ପାଉଡ଼ର ଦେବା କାରଣ ହେଲା ଗହମରେ କିଛି ପାଣି ଥିବ ବା ଗହମକୁ ଗହମ ଲାଗିଯାଉଥିବେ, ସେହି ସମୟରେ ଆମେ କ୍ୟାଲସିୟମ୍ ପାଉଡ଼ର ଦେବା। ଯାହାଫଳରେ ପରସ୍ପର ମଧ୍ୟରେ ଆଉ ଲାଗିବେ ନାହିଁ, ଯାହାଫଳରେ ଆମ ଗହମ ସବୁ ଗୋଟା ଗୋଟା ହୋଇ ରହିବ। ଦେଖନ୍ତୁ କେମିତି କ୍ୟାଲସିୟମ୍ ପାଉଡ଼ର ଦିଆଚାଲିଛି। ଦେଖନ୍ତୁ ପୁରା ଭିଡ଼ିଓ। ହଁ ଆଜ୍ଞା, ଯଦି ଆପଣମାନଙ୍କୁ ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ଆପଣମାନେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରନ୍ତୁ ଆଉ ଆପଣମାନଙ୍କ ଭଲ ପାଇବା ଦିଅନ୍ତୁ। ଦେଖନ୍ତୁ ପାଉଡ଼ର ଦେଇ କେମିତି ଗୋଟା ଗୋଟା ଗହମ ରହିଛି, ପରସ୍ପର ମଧ୍ୟରେ ଲାଗିବ ନାହିଁ। ଯେମିତିକି ପାଳ ଛତୁ ମଞ୍ଜି ଭଲ ଭାବରେ ପ୍ରସ୍ତୁତ କରାଯାଇପାରିବ। ଦେଖନ୍ତୁ କେମିତି ବୋଟଲରେ ପ୍ୟାକିଂ ଚାଲିଛି। ସମସ୍ତ କୃଷି ମିତ୍ର ଦିଦିମାନେ ଆସି କେମିତି ବୋଟଲରେ ପ୍ୟାକିଂ କରୁଛନ୍ତି ଦେଖନ୍ତୁ ଆଜ୍ଞା। ଏ ହେଉଛି ସମସ୍ତ କୃଷି ମିତ୍ର ଦିଦିମାନଙ୍କର ଡ୍ୟୁଟି ଆଜ୍ଞା। ପ୍ରତ୍ୟେକ ପାଳ ଛତୁ ଚାଷୀମାନେ ଅସୁବିଧା ନ ପାଇବେ ବା ଯେକୌଣସି ଚାଷ ବିଷୟରେ କୃଷି ମିତ୍ର ଦିଦିମାନେ ସହଯୋଗ କରିଥାନ୍ତି। ଆଉ ଦେଖନ୍ତୁ କେମିତି ପାଳ ଛତୁ ମଞ୍ଜି ବୋଟଲରେ ପ୍ୟାକିଂ ଚାଲିଛି। ଯଦି ଆପଣମାନେ ଫାଷ୍ଟ ଉନ୍ନତମାନର ପାଳ ଛତୁ ମଞ୍ଜି ନିଅନ୍ତୁ ଆଉ ପାଳ ଛତୁ ଚାଷ କରନ୍ତୁ। ଆଉ ଦେଖନ୍ତୁ ବୋଟଲରେ ବି କଟନ୍ ପ୍ୟାକିଂ କରା ଚାଲିଛି। ଆଉ ପ୍ୟାକିଂ କରିସାରିବା ପରେ ଅଟୋକ୍ଲାଭ୍ ମେସିନ୍ରେ କେମିତି ବୋଟଲ ଦିଆହେଉଛି ଆପଣମାନେ ଦେଖନ୍ତୁ। ଆଉ ତାହା ସହିତ ଭିଡ଼ିଓଟିକୁ ଲାଇକ୍, ସେୟାର, ସବସ୍କ୍ରାଇବ୍ କରନ୍ତୁ। ଏମିତି ଆପଣମାନଙ୍କ ଭଲ ପାଇବା ଦିଅନ୍ତୁ। ଏହି ମେସିନ୍ଟି ଅଟୋକ୍ଲାଭ୍ ମେସିନ୍। ଦେଖନ୍ତୁ କେମିତି ବୋଟଲ ପ୍ୟାକିଂ ଚାଲିଛି। ଦେଖନ୍ତୁ ପ୍ୟାକିଂ ସରିଲା ପରେ ଅଟୋକ୍ଲାଭ୍ ମେସିନ୍ ଚାଲିଛି। ଦେଖନ୍ତୁ ଏଇ 0ରୁ 24 ପାଉଣ୍ଡରେ ଆମେ 2 ଘଣ୍ଟା କାଳ ରଖିବାକୁ ପଡ଼ିବ। ଏହି ଅଟୋକ୍ଲାଭ୍ ମେସିନ୍ର କାମ ହେଲା ଯେଉଁ ପାଳ ଛତୁ ମଞ୍ଜି ବୋଟଲ ପ୍ୟାକିଂ ଚାଲିଥିଲା ତାହା ଭିତରେ କିଛି ଜୀବାଣୁ ଥିବ, ତାହାକୁ ଏହି ଅଟୋକ୍ଲାଭ୍ ମେସିନ୍ରେ ଦେଇ ଜୀବାଣୁ ମୁକ୍ତ କରାଯାଏ। ଆଉ ଆମର ପାଳ ଛତୁ ଫିମ୍ପିଟି ଆରାମସେ ବଢ଼ିବାରେ ଲାଗିଥାଏ। ଯଦି ଆପଣମାନଙ୍କୁ ମା ମହାମାଇ ଛତୁ ଫାର୍ମ ଚ୍ୟାନେଲଟି ଭଲ ଲାଗିଥାଏ ତାହେଲେ ଆପଣମାନେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରନ୍ତୁ ଆଉ ଆପଣମାନଙ୍କ ଭଲ ପାଇବା ଦିଅନ୍ତୁ। ଦେଖନ୍ତୁ କେମିତି ଗ୍ୟାସ୍ରେ ଚାଲିଛି। ଏହି ଅଟୋକ୍ଲାଭ୍ ମେସିନ୍ରେ 3 ଘଣ୍ଟା ରଖାଯାଏ ମଞ୍ଜିକୁ। ଆଉ ଦେଖନ୍ତୁ 3 ଘଣ୍ଟା ପରେ ଆମ ଅଟୋକ୍ଲାଭ୍ ମେସିନ୍ ବନ୍ଦ କରାଯାଇଛି। ଆଉ କିଛି ସମୟ ପରେ ଆମେ ହାୱାକୁ କାଢ଼ି ଦେଇଛୁ। ଦେଖନ୍ତୁ ଆପଣମାନେ। ଆଉ ଏସବୁ ମଞ୍ଜି ବାହାର କରି ନାମୁନାର ଏୟାର ଫ୍ଲୋରେ ମଦର କଲଚର୍ କରାଯିବ। ଆଉ କିଛି ସମୟ ପରେ ପାଳ ଛତୁ ମଞ୍ଜି କଲଚର୍ କରାଯିବ। ଆଉ ତାହା ସହିତ ଆପଣମାନେ ଭିଡ଼ିଓଟିକୁ ଲାଇକ୍, ସେୟାର, ସବସ୍କ୍ରାଇବ୍। ଦେଖନ୍ତୁ ଏବେ ପାଳ ଛତୁ ମଞ୍ଜି କଲଚର୍ କରାହେବ। ନାମୁନାର ଏୟାର ଫ୍ଲୋରେ କଲଚର୍ କରାହେବ। ଦେଖନ୍ତୁ ଏ ହେଉଛି କଲଚର୍ ମିଡ଼ିଆ। ପଟାଟୋ, ଡେକ୍ସଟ୍ରୋଜ୍, ଅଗର ଅଗରକୁ ମିଶ୍ରଣ କରି ଏସବୁ କଲଚର୍ ମିଡ଼ିଆ ତିଆରି କରାଯାଇଛି। ଦେଖନ୍ତୁ ଏହି ମଦର କଲଚର୍ଟି କେତେ ସୁନ୍ଦର ଭାବରେ ପାଳ ଛତୁ ଫିମ୍ପି ଆସିଯାଇଛି। ଏ ହେଉଛି ମଦର କଲଚର୍। ସ୍ପନ୍ କରିପାରିବା। ଦେଖନ୍ତୁ ଏ ହେଉଛି ସ୍ପନ୍। ଛୋଟ ଟୁକୁଡ଼ା ଦିଆହେଇଛି ଏଥିରେ। ଦେଖନ୍ତୁ କେତେ ସୁନ୍ଦର ଭାବରେ ସ୍ପନ୍ ରେଡ଼ି ହୋଇସାରିଛି। ଏସବୁ ଆଉ କିଛି ସମୟ ପରେ ପାଳ ଛତୁ ମଞ୍ଜି ପ୍ରସ୍ତୁତ କରାହେଉଛି। ଦେଖନ୍ତୁ କେମିତି ପାଳ ଛତୁ ସ୍ପନ୍ କେମିତି ତିଆରି କରାହେଉଛି ଆପଣମାନେ ଦେଖନ୍ତୁ। ଆମେ ଭିତରକୁ ଯାଇପାରୁନାହିଁ କାହିଁକିନା କାମ ଚାଲିଛି। ଆଉ ଆମେ ବାହାରୁ ଭିଡ଼ିଓ କରୁଛୁ। ଦେଖନ୍ତୁ କେମିତି କଲଚର୍ କରାହେଉଛି। ଆଉ ଏସବୁ ଦେଖନ୍ତୁ କେତେ ଷ୍ଟକ୍ ଅଛି ସ୍ପନ୍। ଆପଣମାନେ ପାଳ ଛତୁ ମଞ୍ଜି ପାଇପାରୁନାହାନ୍ତି ତାହେଲେ କମେଣ୍ଟ କରନ୍ତୁ। ଆପଣମାନଙ୍କୁ ଉନ୍ନତମାନର ପାଳ ଛତୁ ମଞ୍ଜି ମିଳିପାରିବ। ନମସ୍କାର।